ସାଙ୍ଗମାନେ ଆଜି ଆମେ ଆଧାର ପ୍ରଣାଳୀରେ ଗୁଣନ ଶିଖିବା। ଆଧାର କହିଲେ 10, 100 ଆଉ 1000। ଆଜି ଆମେ 10 ଆଧାରରେ ଗୁଣନ ଶିଖିବା। ମନେକର 7 କୁ 8 ରେ ଗୁଣନ କରିବା। 7 ରେ କେତେ ମିଶିଲେ 10 ହବ? 7 ରେ 3 ମିଶିଲେ 10 ହବ। 8 ରେ କେତେ ମିଶିଲେ 10 ହବ? 8 ରେ 2 ମିଶିଲେ 10 ହବ। ଏବେ ଆମେ 3 ଆଉ 2 କୁ ଗୁଣନ କରିବା। ସବୁବେଳେ ଆମେ ଡାହାଣ ପଟଟା ହିଁ ଗୁଣନ କରିବା। ତ 3 ଦୁଗୁଣେ 6, ମଝିରେ ଗୋଟେ ତେର୍ଛା ଗାର ରହିବ। ତାପରେ ଏଇଟାକୁ କଣକୁ କଣ ଆମେ ଫେଡ଼ିବା। 8 ରେ 3 ଫେଡ଼ି ପାରିବା, 7 ରେ 2 ବି ଫେଡ଼ି ପାରିବା। ମୁଁ ଏଇଠି 7 ଆଉ 2 ଫେଡ଼ିବି। 7 ଆଉ 2 ଫେଡ଼ିଲେ 5, 8 ଆଉ 3 ଫେଡ଼ିଲେ ବି 5। ତ ତେଣୁ ଆମେ ଏଇଠି 5 ଲେଖିବା। ତ ଉତ୍ତର ହେଲା 56। ଧନ୍ୟବାଦ।